ଆଜିର ଗଣିତ କ୍ଲାସକୁ ସମସ୍ତଙ୍କୁ ସ୍ୱାଗତ। ପିଲାମାନେ, ପୂର୍ବ ଅଧ୍ୟାୟରେ ଆମେ କୋଣ ବିଷୟରେ ପଢ଼ିଥିଲେ, ନୁହେଁ କି? କୋଣଗୁଡ଼ିକୁ ଅନୁମାନ କରି ତୁଳନା କରିଥିଲେ ଏବଂ ପ୍ରତିସ୍ଥାପନ କରି ମଧ୍ୟ ତୁଳନା କରିଥିଲେ। ଆଜି ଆଉ ଟିକେ ଅଧିକ ଜାଣିବା। ଆଜି ଆଉ ଗୋଟିଏ ମଜାଦାର ଗଣିତ ପାଠ ନେଇ ତୁମକୁ ମୁଁ ଆସିଛି ଏବଂ ମୁଁ ଆଶା କରୁଛି ତୁମମାନଙ୍କୁ ପାଠଟି ଆଜି ବହୁତ ଭଲ ଲାଗିବ। ତୁମମାନଙ୍କୁ ଗଣିତ ପାଠ ପଢ଼ିବାକୁ ଭଲ ଲାଗେ? ଭଲ ଲାଗେ? ଠିକ୍ ଅଛି, ଗଣିତ ପାଠକୁ କେବେ ବି ଡରିବ ନାହିଁ। ଗଣିତ ହେଉଛି ସବୁଠାରୁ ସହଜ ବିଷୟ। ଗଣିତ ପାଠକୁ ଯେତେ ଆମେ ବୁଝିବା, ପାଠଟି ସେତେ ଭଲ ଲାଗିବ। ଠିକ୍ ଅଛି ପିଲାମାନେ, ଆମେ ତାହେଲେ ଆଜିର ସେଇ ନୂଆ ପାଠଟି ଆରମ୍ଭ କରିବା। ପିଲାମାନେ, ଆସ ତାହେଲେ ଆଜିର ଗଣିତ ପାଠ ବିଷୟରେ ଟିକେ ଆଗକୁ ଯିବା। ଆଜି ଆମେ ତମର ଦ୍ୱିତୀୟ ଅଧ୍ୟାୟରେ ଯେଉଁ ପ୍ରସଙ୍ଗ ଅଛି ରେଖା ଓ କୋଣ, ସେହି ପ୍ରସଙ୍ଗରେ ଥିବା କୋଣମାନଙ୍କ ମଧ୍ୟରେ ତୁଳନା, ପ୍ରତିସ୍ଥାପନ କରି ପ୍ରତିସ୍ଥାପନ ନ କରି ସେ ବିଷୟରେ ଆମେ ଟିକେ ଆଲୋଚନା କରିବା। ସମସ୍ତେ ଆଲୋଚନାରେ ଭାଗ ନେବ। ଆରମ୍ଭ କରିବା ତାହେଲେ। ଦେଖ ପିଲାମାନେ, ଏଇ ଯେଉଁ ଚିତ୍ରଟି ତମେ ଦେଖୁଛ, ଏହା ପୂର୍ବ ଶ୍ରେଣୀରେ ଆମେ ଆଲୋଚନା କରିଛେ। ଏଠାରେ କ'ଣ କରାଯାଇଛି? ପ୍ରତିସ୍ଥାପନ କରାଯାଇଛି। ଅର୍ଥାତ୍ କୋଣ ଏ ଓ ବି ଓ କୋଣ ଏକ୍ସ ଓ ୱାଇ, এই ଦୁଇଟି କୋଣକୁ ଆମେ ପ୍ରତିସ୍ଥାପନ କରିଛେ। ଏହା ପୂର୍ବରୁ ଆମେ ଆଲୋଚନା କରିଥିଲେ। ତେବେ ଏଇ ଯେଉଁ ପ୍ରତିସ୍ଥାପନ ଆମେ କରିଛେ, ଏଇଠୁ କ'ଣ ଦେଖୁଛେ ଆମେ? ଗୋଟିଏ କୋଣ ଯେଉଁ ଏ ଓ ବି, ଆଉ ଗୋଟିଏ କୋଣ ଯେଉଁ ଏକ୍ସ ଓ ୱାଇ, ଦୁଇଟି ଯାକ କୋଣର ଶୀର୍ଷବିନ୍ଦୁ ଗୋଟିଏ ସ୍ଥାନରେ ଅଛି ଏବଂ ଓ ବି ରଶ୍ମି ଏବଂ ଓ ୱାଇ ରଶ୍ମି ଗୋଟିଏ ରେଖା ଉପରେ ଅଛି ଏବଂ ଓ ଏ ରଶ୍ମି ଓ ଓ ଏକ୍ସ ରଶ୍ମି ସିଏ ମଧ୍ୟ ଗୋଟିଏ ରେଖା ଉପରେ ଅଛି। ତେଣୁ ଏଇ ଦୁଇଟି କୋଣର ପରିମାଣ କ'ଣ ହେଇଥିବ? ସମ ପରିମାଣ ବିଶିଷ୍ଟ ହୋଇଥିବ। ସେ ଆମେ ପୂର୍ବ ଶ୍ରେଣୀରେ ଆଲୋଚନା କରିଥିଲେ। ଯେତେବେଳେ ଦୁଇଟି କୋଣ ମଧ୍ୟରୁ ଗୋଟିକୁ ଅନ୍ୟ ଉପରେ ପ୍ରତିସ୍ଥାପନ କରାଯାଏ, ସେତେବେଳେ ପ୍ରତ୍ୟେକ କୋଣର ଶୀର୍ଷ ଓ ବାହୁଦ୍ୱୟ ଏକ ଓ ଅଭିନ୍ନ ହୋଇ ରହିଲେ କୋଣ ଦ୍ୱୟକୁ ସମ ପରିମାଣ ବିଶିଷ୍ଟ କୋଣ କୁହାଯାଏ। ତୁମକୁ କହିଥିଲି ଖାତାରେ ଲେଖିବା ପାଇଁ, ତୁମେ ମଧ୍ୟ ଘରେ ଯାଇ ପଢ଼ିଥିବ, ଅଭ୍ୟାସ କରିଥିବ। ଆସ ଆଉ ଟିକେ ଅଧିକ ଜାଣିବା। ବର୍ତ୍ତମାନ ପ୍ରତିସ୍ଥାପନ କରି ବିଭିନ୍ନ କୋଣ ଗୁଡ଼ିକ ମଧ୍ୟରେ ତୁଳନା କରିବା। ଦେଖିବା କ'ଣ ତୁମେ ମନେ ରଖିଛ। ଦେଖ ପିଲାମାନେ, ଚିତ୍ରଟିଏ ଦେଖ। ଚିତ୍ରରେ ଦୁଇଟି ବଗ ଅଛନ୍ତି, ଗୋଟିଏ ଛୋଟ ବଗ, ଗୋଟିଏ ବଡ଼ ବଗ। କ'ଣ କରୁଛି ବଗଟି? ପ୍ରଥମ ବଗଟି ପାଣି ଆଡ଼କୁ ଟିକିଏ ତାର ବେକଟି ବା ଥଣ୍ଟଟି କରିଛି, ନୁହେଁ କି? ଦ୍ୱିତୀୟ ବଗ ଚିତ୍ରରେ କ'ଣ ହେଇଛି? ବଗଟି ଦୂରକୁ ଟିକିଏ ମୁହଁଟାକୁ ଟେକିଛି, ନାଇଁ କି? ଆଚ୍ଛା, ଭଲ କି ଦେଖୁଛ ତ? ବର୍ତ୍ତମାନ ଦେଖିବା ଆମେ ଦୁଇଟି ଚିତ୍ର ଦେଖିବା। ଦେଖ, ଗୋଟିଏ ଚିତ୍ର, ପୁଣି ଆଉ ଗୋଟିଏ ଚିତ୍ର। ଏଇ ଦୁଇଟି ଚିତ୍ର ଦେଖ। ଏଠି କ'ଣ ହୋଇଛି? ବଗ ଗୁଡ଼ିକ ସେମାନଙ୍କର ମୁହଁକୁ ମେଲା କରିଛନ୍ତି, ନାଇଁ କି? ପ୍ରଥମ ଚିତ୍ରରେ ବଗଟି ତାର ମୁହଁକୁ ଖୋଲିଛି, ଦ୍ୱିତୀୟ ଚିତ୍ରରେ ମଧ୍ୟ ବଗଟି ତାର ମୁହଁ ଖୋଲିଛି, ନାଇଁ କି? କିଏ ଅଧିକ ଚଉଡ଼ା ଖୋଲିପାରିବେ ବୋଲି ତୁମେ ଆଶା କରୁଛ? ଦେଖ, ଏଠି ଅନୁମାନ କଲେ ଆମେ ଟିକେ ଦ୍ୱନ୍ଦ୍ୱରେ ପଡ଼ୁଛେ, କାହିଁକିନା ଦୁଇଟି ଯାକ ଚିତ୍ରଟି ଯେଉଁ ସେମାନେ ମୁହଁ ଖୋଲିଛନ୍ତି ପାଖାପାଖି ସମାନ ଜଣାପଡ଼ୁଛି। ବଡ଼ ସାନ ଚିହ୍ନିବା ଟିକେ କଷ୍ଟ ହେଉଛି, ନୁହେଁ କି? ତେଣୁ ଆମେ କ'ଣ କରିବା? ପ୍ରତିସ୍ଥାପନ କରିବା। ପ୍ରଥମ ବଗ ଚିତ୍ରରେ ପାଇଥିବା ମାପ କ'ଣ ପାଇଲେ? ତାର ନାମ ଦେବା। ଯେଉଁ ମାପଟି ଆମେ ପାଇଲେ ତାର ନାମ ଦେଲେ କୋଣ ଏ ଓ ବି। ଠିକ୍ ଅଛି। ଦ୍ୱିତୀୟ ବଗ ଚିତ୍ରରେ ଯେଉଁ ମାପ ପାଇଛେ, ଯେଉଁ କୋଣର ମାପ ପାଇଛେ, ତାକୁ ମଧ୍ୟ ଆମେ ଦେଖେଇବା। କ'ଣ ଦେଖେଇଲେ? କୋଣ ଏକ୍ସ ଓ ୱାଇ। ଠିକ୍ ଅଛି। ବର୍ତ୍ତମାନ ପ୍ରଥମ ଆଉ ଦ୍ୱିତୀୟ ବଗ ଚିତ୍ରରେ ଯେଉଁ ମାପ ପାଇଛୁ, ତାକୁ କ'ଣ କରିବା? ପ୍ରତିସ୍ଥାପନ କରିବା। ଅର୍ଥାତ୍ ଏ ଓ ବି କୋଣ ଉପରେ ଏକ୍ସ ଓ ୱାଇ କୋଣକୁ ସ୍ଥାପନ କରିବା। ଠିକ୍ ଅଛି। ଆମେ ସ୍ଥାପନ କଲେ କ'ଣ ଦେଖିଲେ ଆମେ? ତାହେଲେ ଆମେ ଯେଉଁ ପ୍ରଶ୍ନ ପଚାରିଥିଲୁ, କିଏ ଅଧିକ ମୁହଁ ଖୋଲିଥିଲା, ବର୍ତ୍ତମାନ କହିପାରିବା ନାହିଁ। ଆମେ ପ୍ରତିସ୍ଥାପନ କରି କ'ଣ ଦେଖିଲୁ? ସମାନ ହୋଇଗଲା, ଅର୍ଥାତ୍ ସମ ପରିମାଣ ବିଶିଷ୍ଟ ହେଲା, ନୁହେଁ କି? ତାହେଲେ କେଉଁ ବଗ ଚିତ୍ର ମୁହଁରେ ବଡ଼ କୋଣ ହୋଇଥିଲା, ଆମେ ତା କହିପାରିବା କି? ଆମେ କ'ଣ କହିବା? ଆମର ଉତ୍ତର କ'ଣ ହେବ? ଦୁଇଟି ଯାକ ବଗ ଚିତ୍ର ମୁହଁରେ ଯେଉଁ କୋଣ ସୃଷ୍ଟି ହୋଇଥିଲା, ସମ ପରିମାଣ ବିଶିଷ୍ଟ କୋଣ। ଠିକ୍ ଅଛି। ବର୍ତ୍ତମାନ ଆମେ କ'ଣ ଶିଖିବା? ପ୍ରତିସ୍ଥାପନ ନ କରି କୋଣ ଗୁଡ଼ିକୁ କେମିତି ତୁଳନା କରିବା। ପାରିବା ସମସ୍ତେ? ଦେଖିବା। ଗୋଟିଏ ଆୟତାକାର କାଗଜ ନେବା। ଏମିତି ଗୋଟେ କାଗଜ ନିଅ ସମସ୍ତେ। ତାକୁ କ'ଣ କରିବା? ଭାଙ୍ଗ କରିଦେବା। କାଗଜଟିକୁ କେମିତି ଭାଙ୍ଗିବା? ମୁଁ ଯେମିତି ଭାଙ୍ଗୁଛି ସେମିତି ଭାଙ୍ଗ। ଦେଖ, କାଗଜଟିକୁ ଏମିତି ଭାଙ୍ଗ କରିଦିଅ।
ଏଇ ଯେଉଁ ଭାଙ୍ଗ କରିଦେଲ ତମେ, ଗୋଟେ ଦାଗ ସୃଷ୍ଟି ହେଲା। ଆଚ୍ଛା, ଦାଗଟି କାଗଜର ଦୁଇ ପାର୍ଶ୍ୱକୁ ଛୁଇଁଛି ନା ନାହିଁ? ତେବେ କାଗଜର ଭାଙ୍ଗ ଓ ଧାର ମଧ୍ୟରେ ଗଠିତ କୋଣଗୁଡ଼ିକୁ ତମେ ନାମକରଣ କରିପାର ନା କରିପାରିବନି? କରିପାରିବ। କାଗଜକୁ ଯେଉଁ ଆମେ ଭାଙ୍ଗିଲେ ଏକ ଦାଗ ସୃଷ୍ଟି ହେଲା, ଭାଙ୍ଗ ଦାଗ, ଏବଂ କାଗଜର ଧାର ମଧ୍ୟରେ କୋଣଗୁଡ଼ିକ ସୃଷ୍ଟି ହେଲା ନା ନାହିଁ? ଏହିପରି ଯେଉଁ କୋଣଗୁଡ଼ିକ ସୃଷ୍ଟି ହେଲା ତାର ନାମକରଣ ତମେ କରିପାରିବ। ପ୍ରଥମେ ଆମେ ନାମ ଦେବା ପ୍ରଥମେ ଦିଅ। ମୁଁ ଯେମିତି ନାମ ଦେଉଛି ତମେ ସେମିତି ନାମ ଦେଇପାରିବ ବା ତମ ଇଚ୍ଛା ଅନୁସାରେ ମଧ୍ୟ ଦେଇପାରିବ। ପୂର୍ବରୁ ବିନ୍ଦୁ ବିଷୟରେ ପଢ଼ା ହେଇଛି। ବିନ୍ଦୁକୁ ଆମେ ଇଂରାଜୀ ବର୍ଣ୍ଣମାଳାର ବଡ଼ ଅକ୍ଷର ଦ୍ୱାରା ନାମକରଣ କରିପାରିବା ବା ଓଡ଼ିଆ ବର୍ଣ୍ଣମାଳାର ଅକ୍ଷର ଦ୍ୱାରା ମଧ୍ୟ ନାମକରଣ କରିପାରିବା। ବିନ୍ଦୁ ବିଷୟରେ ପଢ଼ା ହେଇଛି ନା ନାହିଁ? ତାହେଲେ ଏଠାରେ ଯେତେ ବିନ୍ଦୁ ସୃଷ୍ଟି ହେଉଛି ଆମେ ସେଇ ବିନ୍ଦୁ ଗୁଡ଼ିକର ନାମକରଣ କଲେ। ଠିକ୍ ଅଛି ପିଲାମାନେ, ବର୍ତ୍ତମାନ ଯଦି ବିନ୍ଦୁ ଗୁଡ଼ିକର ନାମକରଣ କଲେ ଆମେ ତାହେଲେ କୋଣଗୁଡ଼ିକୁ ଚିହ୍ନିପାରିବା, କୋଣଗୁଡ଼ିକର ନାମକରଣ କରିପାରିବା। କୁହ ସମସ୍ତେ, କୋଣଗୁଡ଼ିକର ନାମ କ'ଣ ହେବ? କୁହ। ଗୋଟିଏ କୋଣ ମୁଁ କହୁଛି, କ ଖ ଗ କୋଣ, ତାହେଲେ କେଉଁଟା? ଖ କୋଣଟି, ନାଇଁ କି? ଠିକ୍ ଅଛି। ଖ କ ଛ କୋଣ, ଖ କ ଛ। ତମ ବାମ ପାର୍ଶ୍ୱର ଉପର କୋଣଟି, ନାଇଁ କି? କ କୋଣଟି। ଠିକ୍ ଅଛି, ଦୁଇଟି କୋଣ ମୁଁ ନାମକରଣ କଲି। ବର୍ତ୍ତମାନ ବାକି କୋଣଗୁଡ଼ିକୁ ତମେ ନାମକରଣ କର। ନିଜେ ନାମ କୁହ, ଲେଖ ନିଜେ। ନାମକରଣ କରିଦେଲ? ତାହେଲେ କ'ଣ କ'ଣ କୋଣ ପାଇଲେ ଆମେ? ଖ କ ଛ କୋଣ, କ ଖ ଗ କୋଣ, ଆଉ କ ଘ ଗ କୋଣ, ଆଉ ଖ ଗ ଘ କୋଣ, ଆଉ ଗ ଚ ଛ କୋଣ, ଖ ଚ ଛ କୋଣ, କ ଛ ଚ କୋଣ, ଚ ଛ ଘ କୋଣ। ଏହିପରି ଆମେ କୋଣଗୁଡ଼ିକ ସବୁ ପାଇଲୁ। ଠିକ୍ ଅଛି, ତୁମମାନେ ସବୁ ନିଜେ ନିଜେ ନାମକରଣ କର। କୋଣଗୁଡ଼ିକ ତୁମେ ଚିହ୍ନିଛ। ବର୍ତ୍ତମାନ ତୁମେ କହିପାରିବ କି ସବୁଠାରୁ ବଡ଼ କୋଣ କେଉଁଠି? ଯେଉଁ କୋଣଗୁଡ଼ିକ ଆମେ କହିଲେ ସେଗୁଡ଼ିକ ମଧ୍ୟରେ ସବୁଠାରୁ ବଡ଼ କୋଣ କେଉଁଠି କହିଲେ ଦେଖିବା? କ'ଣ ହେବ? କ ଛ ଚ କୋଣ। ଏହା ଆମେ ମାପ ନ କରି କହିଲେ, ଅନୁମାନ କରି କହିଲେ, ନୁହେଁ କି? ଯଦି ମାପ କରିବା ହୁଏତ ବଡ଼ ସାନ ହୋଇପାରେ, ବା ଯଦି ପ୍ରତିସ୍ଥାପନ କରିବା ହୁଏତ ବଡ଼ ସାନ ହୋଇପାରେ। ତେଣୁ ଆମେ ଅନୁମାନ କରି କହୁଛେ ଏଇ କ ଛ ଚ କୋଣଟି ବଡ଼ ହୋଇପାରେ। ତେବେ ସବୁଠାରୁ ସାନ କୋଣ କେଉଁଠି? ସେମିତି ଅନୁମାନ କରି କୁହ। କୁହ, କ'ଣ ହେବ? ଘ ଛ ଚ କୋଣ, ନାଇଁ କି? ଘ ଛ ଚ କୋଣ। ଯଦି କ ଛ ଚ କୋଣ ସବୁଠାରୁ ବଡ଼ କୋଣ ହେଲା, ତାହେଲେ ତାର ବିପରୀତ ପାର୍ଶ୍ୱରେ ଯେଉଁ କୋଣ ସୃଷ୍ଟି ହେଉଛି ଘ ଛ ଚ କୋଣ, ସେଇଟା ସବୁଠାରୁ ସାନ କୋଣ ହେବ, ନୁହେଁ କି? ଏସବୁ କୋଣଗୁଡ଼ିକ ଯେଉଁ ଆମେ କହିଲେ ବଡ଼ କୋଣ କି ସାନ କୋଣ ଆମେ ଅନୁମାନ କରି କହିଲେ, ପ୍ରତିସ୍ଥାପନ ନ କରି ଆମେ କହୁଛୁ। ତେବେ ଏଇ ଯେଉଁ ଚିତ୍ରଟି ତୁମେ ଦେଖୁଛ, କ'ଣ କରିବା? ଏଇ ଚିତ୍ର ଦେଖି କୋଣର ନାମ କୁହ। ଓ ହେଉଛି ଶୀର୍ଷବିନ୍ଦୁ, ଓ ଏ ଗୋଟିଏ ରଶ୍ମି, ଓ ଏକ୍ସ ଗୋଟିଏ ରଶ୍ମି, ଓ ୱାଇ ଗୋଟିଏ ରଶ୍ମି, ଓ ସି ଗୋଟିଏ ରଶ୍ମି, ଓ ବି ମଧ୍ୟ ଗୋଟିଏ ରଶ୍ମି। ବର୍ତ୍ତମାନ କୋଣର ନାମ କରିବା। କୋଣ ନାମ ସେମିତିକା କୋଣ ଏ ଓ ବି, କୋଣ ଏ ଓ ସି, କୋଣ ଏ ଓ ଏକ୍ସ, କୋଣ ଏ ଓ ୱାଇ, କୋଣ ଏକ୍ସ ଓ ୱାଇ, କୋଣ ୱାଇ ଓ ସି। ଏମିତି ଅନେକ ଗୁଡ଼ିଏ କୋଣର ନାମ ତମେ କରିପାରିବ। ଠିକ୍ ଅଛି। ତେଣୁ କୋଣଗୁଡ଼ିକ କ'ଣ ସବୁ ସୃଷ୍ଟି କରୁଛି ତୁମମାନେ ସବୁ କହିଛ। ବର୍ତ୍ତମାନ ଆମେ ଦେଖିବା କେଉଁ କୋଣ ବଡ଼ ଏବଂ ଯେଉଁ କୋଣ ବଡ଼ ବୋଲି କହିବ କାହିଁକି ବୋଲି ମଧ୍ୟ କହିବ। ମୁଁ କିଛି ପଚାରୁଛି, ଦେଖ, କୁହ ବର୍ତ୍ତମାନ କୋଣ ଏ ଓ ବି କିମ୍ବା କୋଣ ଏକ୍ସ ଓ ୱାଇ। କୋଣ ଏ ଓ ବି କୋଣଟା ଜାଣିପାରୁଛ? ଦେଖ, ଏଇଟା ହେଉଛି କୋଣ ଏ ଓ ବି। ଏବଂ କୋଣ ଏକ୍ସ ଓ ୱାଇ କୋଣଟା? ଏକ୍ସ ଓ ୱାଇ କୋଣ ହେଲା। ଏଇ ଦୁଇଟା ମଧ୍ୟରୁ କୋଣଟା ବଡ଼ ଏବେ କହିପାରିବ? ତେଣୁ କ'ଣ ଦେଖିଲେ ଆମେ? କୋଣ ଏ ଓ ବି ବଡ଼। କାହିଁକି ବଡ଼? କାରଣ ଏହାର ଆକାର କୋଣ ଏକ୍ସ ଓ ୱାଇ ଠାରୁ ବଡ଼। ଭଲ ଭାବରେ ଜଣାପଡ଼ୁଛି, ନୁହେଁ କି? ଦ୍ୱିତୀୟ ପ୍ରଶ୍ନ, କୋଣ ଏ ଓ ବି କିମ୍ବା କୋଣ ଏକ୍ସ ଓ ବି। ଏ ଓ ବି କୋଣ କୋଣଟା ଜାଣିପାରିଛ? ବର୍ତ୍ତମାନ ଏକ୍ସ ଓ ବି କୋଣ ଦେଖ, ଏକ୍ସ ଓ ବି କୋଣ। ବର୍ତ୍ତମାନ କହିଲେ ଦେଖିବା ଏ ଓ ବି କୋଣ ଆଉ ଏକ୍ସ ଓ ବି କୋଣ। ବୁଝିପାରୁଛ ନାହିଁ? ଏ ଓ ବି କୋଣ ଆଉ ଏକ୍ସ ଓ ବି କୋଣ। କିଏ ବଡ଼ କିଏ ସାନ? କୁହ, କିଏ ବଡ଼ କିଏ ସାନ? କୋଣ ଏ ଓ ବି ବଡ଼। କାହିଁକି ନା ଏହାର ଆକାର କୋଣ ଏକ୍ସ ଓ ବି ଠାରୁ ବଡ଼।
देख कोण ए और बी मध्य कोण एक्स और बी भर्ती हो नुह कि तेणु कोण ए और बी परिमाण कोण एक्स और बी परिमाण ठारू बड़। बर्तमान तृतीय प्रश्न ग कौन कोण एक्स और बी किंबा कोण एक्स और सी। एक्स और बी कोण जापर एक्स और बी कोण पूर्व जो आम चिन्हते एक्स और सी कोण एक्स और बी आउ एक्स और सी कौटा बड़ कौटा सान कह देखा जापारन कौन कहबा समान कारण यार शीर्ष और बाहुद्वय एक और अभिन्न। देख एक्स और बी कोणर शीर्ष बिंदु ओ एवं एक्स बिंदुटी ओ एक्स रश्मि पर अच्छी एवं बी बिंदुटी ओ बी रश्मि किंबा ओ सी रश्मि उपर अच्छी। एक्स और सी कोण रे सेमिति ओ हो शीर्ष बिंदु एवं एक्स बिंदुटी ओ एक्स रश्मि उपर अच्छी एवं सी बिंदुटी ओ सी रश्मि बा ओ बी रश्मि उपर अच्छी। तेणु दुईटी कोणर शीर्ष और बाहुद्वय एक और अभिन्न तेणु यही दुईटी कोणर परिमाण समान। बुझिपार पिला माने वर्तमान चित्र देखी कहले देखा चित्रटी देखी नहीं कि देखिपार चित्रटी एथरे कोण सृष्टि होची रश्मि गुड़िक अच्छी शीर्ष बिंदु अच्छी नुहे कि कोणर नाम तुम कहीपर। वर्तमान गोटे प्रश्न कहले देखा एक्स और वाई कोण एवं कोण ए और बी टिके यहाँ द्वंद्व पड़गल नहीं कि पिले यहाँ प्रतिस्थापन न करी आमे करूचु प्रतिस्थापन करी जदि आमे करि थांते सहजरे करि पारि थांते वर्तमान प्रतिस्थापन न करी आमे करूचु ताहले केमती कहबा कौन कोणटी बड़ एक्स कोण एक्स और वाई और कोण ए और बी मध्य क्यों कोणटी बड़ केमती कहबा। ठीक अच्छे ठीक चिंता कर आमे वर्तमान समाधान करवा। तेबे ए दुई जाक कोण समान हेबो बोली तुम भाबुछ कि जना पड़ुछि समान हेबो नहीं कि ए और बी गुण आउ एक्स और वाई गुण ताकू टिके बुलेई दिखाई नुह कि। अच्छा देखिबा समान हेबो कि नहीं। हाँ चित्रटी रहिला से समान चित्र देखिबा समान हेबो कि नहीं ना समान हेबो नहीं कहीं हेबनी देखिबा वर्तमान कारण कौन कारण देख कोण एक्स और वाई कोण मध्य ओ ए रश्मि अच्छी तेणु एक्स और वाई कोण को सी दुई भाग में विभक्त करुच्ची ना नहीं ताहले एक्स और वाई कोण सहित आउ कौन कोण समष्टि समान हेबो कोण एक्स और ए एवं कोण ए और वाई। बुझिपार ताले कोण एक्स और वाई कोण जानीपारे आमे वर्तमान कोण ए और बी कथा चिंता करिबा कोण ए और बी ता मध्य एक रश्मि अच्छी ओ वाई रश्मि नहीं कि ताहले से मध्य ए और बी कोण को दुईटी भाग में विभक्त करुच्ची तेणु आम बर्तमान लिखिपर कोण ए और बी समान कोण ए और वाई युक्त कोण बी और वाई। बुझिपार पिला माने आम पूर्व पचारिचे एक्स और वाई कोण आउ ए और बी कोण समान हेबो कि नहीं यह पचारि वर्तमान समान ताले करदवा देखिबा समान होची कि नहीं। जदि एक्स और वाई कोण एवं वाई और बी कोण समान हेबे ताहले एक्स और वाई कोण बदल रे आम लिखिपर कोण एक्स और ए युक्त कोण ए और वाई सेहीपरि कोण ए और बी बदल रे आम लिखिपर कोण ए और वाई युक्त कोण बी और वाई। बुझिपारछ पिला माने वर्तमान देख उभय पार्श्व कौन दुईटी कोण समान अच्छी कोण ए और वाई उभय पार्श्व समान अच्छी ये समान अच्छी ताकू कौन करवा फेड़ाण करदबा नहीं कि फेड़ाण करदेले जेहेतु उभय पार्श्व समान कोण थिला कोण ए और वाई आउ कोण ए और वाई उभय पार्श्व अच्छी तेणु दुईटी समान कोण को आम काटिदेले बर्तमान आउ कौन कौन कोण रहिला कोण एक्स और ए एवं कोण बी और वाई यदि यही दुईटी कोण समान हो जिवे ताहले आमर जो प्रश्न थिला कोण एक्स और वाई आउ कोण ए और बी समान कि नहीं जानीपर तेणु एक्स और ए कोण आउ बी और वाई कोण टी देख भल भाव चित्र रे बर्तमान पिला माने ताले आमे देखिबा कोण एक्स और ए एवं कोण बी और वाई मध्य कोणटा बड़। ठीक अछि कोण एक्स और ए और कोण बी और वाई मध्य केउ कोणटी बड़ देख एक्स और ए कोण कोणटा जानीपार बी और वाई कोण जानीपार नहीं कि तेबे बर्तमान तुम निश्चित भाव में अनुमान करी प्रतिस्थापन करिवार किसी आवश्यक नहीं बी और वाई कोण आउ एक्स और ए कोण मध्य
କୋଉଟି ବଡ଼ ସାନ ତୁମେ କହିପାରିବ କି ନାହିଁ? କ'ଣ ସମାନ ହେବ? ସମାନ ହେବ କି? ନା, ସେମାନେ ସମାନ ହେବେ ନାହିଁ। ତେଣୁ ଯଦି x ଓ a କୋଣ ଆଉ b ଓ y କୋଣ ସମାନ ନହେଲେ ତାହେଲେ କେଉଁଟା ବଡ଼ କେଉଁଟା ସାନ? ତେଣୁ x ଓ a କୋଣ b ଓ y କୋଣ ଠାରୁ ବଡ଼। ଯଦି x ଓ a କୋଣ b ଓ y କୋଣ ଠାରୁ ବଡ଼ ତେବେ କ'ଣ ହେବ? x ଓ y କୋଣ a ଓ b ଠାରୁ ବଡ଼ ହେବ। ବୁଝିପାରୁଛ ନାହିଁ? ବହୁତ ସହଜ ଜିନିଷଟିଏ। ତୁମକୁ ପ୍ରଥମେ କଷ୍ଟ ଲାଗୁଥିଲା, ତୁମେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲ, ବର୍ତ୍ତମାନ କରିପାରିଲ କି ନାହିଁ? ତାହେଲେ ଏହିପରି ଭାବରେ ଆମେ ପ୍ରତିସ୍ଥାପନ କରି ଅନୁମାନ କରି ବା ଏମିତି ଯୋଗ ବିয়োଗ କରି ଆମେ କୋଣ ଗୁଡ଼ିକ ମଧ୍ୟରୁ କେଉଁଟା ବଡ଼ କେଉଁଟା ସାନ ମଧ୍ୟ କରିପାରିବା। ଠିକ୍ ଅଛି ପିଲାମାନେ, ବର୍ତ୍ତମାନ ଏହି ଚିତ୍ରକୁ ଦେଖି କିଛି ପ୍ରଶ୍ନର ଉତ୍ତର କହିବଟି? ଆରମ୍ଭ କରିବା। ପ୍ରଥମ ପ୍ରଶ୍ନ, କୋଣ ଏ ବି ସି ଓ କୋଣ ଡି ବି ସି, ଏହି ଦୁଇଟି କୋଣ ମଧ୍ୟରେ କେଉଁ କୋଣଟି ବଡ଼ ହେବ? କୋଣ ଏ ବି ସି। ମୁଁ ଆଉ ଚିହ୍ନେଇବି ନାହିଁ, ତୁମେ ନିଜେ ଚିହ୍ନିବ। ଆମେ ବର୍ତ୍ତମାନ ସୁଦ୍ଧା ବହୁତ ଅଭ୍ୟାସ କରିସାରିଛେ, ତେଣୁ ମୁଁ ଆଉ ଚିହ୍ନେଇବି ନାହିଁ, ତୁମେ ଚିହ୍ନାଅ। କୋଣ ଏ ବି ସି ଆଉ କୋଣ ଡି ବି ସି କିଏ ବଡ଼ ହେବ? ହଁ, କୋଣ ଏ ବି ସି ବଡ଼ ହେବ, ନାହିଁ କି? ଭେରି ଗୁଡ୍। ବର୍ତ୍ତମାନ ଦ୍ୱିତୀୟ ପ୍ରଶ୍ନ, କୋଣ ଇ ବି ସି ଏବଂ କୋଣ ଡି ବି ସି। ଇ ବି ସି ଆଉ ଡି ବି ସି, ଏଇଟା ଟିକେ ସହଜ ଲାଗୁଛି, କାହିଁକିନା ଇ ବି ସି କୋଣ ମଧ୍ୟରେ ଡି ବି ସି କୋଣ ପୁରା ରହିଯାଇଛି। ତେଣୁ ତୁମେ ସହଜରେ କହିପାରିବ କ'ଣ କୋଣ? କୋଣ ଇ ବି ସି କୋଣ, ନାହିଁ କି? ବହୁତ ସୁନ୍ଦର। ବର୍ତ୍ତମାନ ତୃତୀୟ ପ୍ରଶ୍ନ, କୋଣ ଏ ବି ସି ଓ କୋଣ ଇ ବି ସି ମଧ୍ୟରେ କେଉଁ କୋଣ ସାନ? ବୁଝିପାରୁଛ ନାହିଁ? କୋଣ ଏ ବି ସି ଏବଂ କୋଣ ଇ ବି ସି ମଧ୍ୟରେ କେଉଁ କୋଣଟି ସାନ ହେବ? ଜାଣିପାରୁଛ, କୋଣ ଏ ବି ସି ହେଉଛି ସବୁଠାରୁ ବଡ଼ କୋଣଟି। କୋଣ ଇ ବି ସି ସିଏ ସେଇ ବଡ଼ କୋଣ ମଧ୍ୟରେ ରହିଯାଉଛି, ତେଣୁ କିଏ ସାନ ହେବ? ହଁ, ଭେରି ଗୁଡ୍, କୋଣ ଇ ବି ସି କୋଣ। ଠିକ୍ ଅଛି ପିଲାମାନେ, ତାହେଲେ ସମସ୍ତେ ବୁଝିପାରିଲ, ସମସ୍ତେ ସଠିକ୍ ଭାବରେ ଉତ୍ତର ଦେଲ। ପାଠଟି ସମସ୍ତେ ବୁଝିପାରିଥିବ ବୋଲି ମୁଁ ଆଶା କରୁଛି। ବର୍ତ୍ତମାନ ପିଲାମାନେ ତୁମମାନଙ୍କ ପାଇଁ ଗୃହ କାର୍ଯ୍ୟ, এই କାର୍ଯ୍ୟଟି ଘରେ ଯାଇ କରିବ। ଠିକ୍ ଅଛି? କ'ଣ ସେ ଗୃହ କାର୍ଯ୍ୟଟି ଦେଖିବା? ତାହେଲେ ତୁମ ଆଖପାଖରେ ଯେଉଁଠି ଯେଉଁଠି କୋଣ ସବୁ ଦେଖୁଛ ତାର ଏକ ତାଲିକା କର ଏବଂ ପ୍ରତିସ୍ଥାପନ କରି କିମ୍ବା ପ୍ରତିସ୍ଥାପନ ନ କରି ବଡ଼ ଓ ସାନ ଚିହ୍ନାଅ। ବୁଝିପାରିଲ ପିଲାମାନେ ପ୍ରଶ୍ନଟି? ତୁମେ ତୁମ ଆଖପାଖରେ ଯେଉଁ ଯେଉଁ ଜାଗାରେ ସବୁ କୋଣ ଗୁଡ଼ିକ ଦେଖୁଛ ତାର ଏକ ତାଲିକା କରିବ। ତାଲିକା କରି କ'ଣ କରିବ? ସେଇ କୋଣ ଗୁଡ଼ିକୁ ତୁମେ ପ୍ରତିସ୍ଥାପନ, ଯେଉଁ କୋଣ ଗୁଡ଼ିକ ପ୍ରତିସ୍ଥାପନ କରିହେବ ତାକୁ ପ୍ରତିସ୍ଥାପନ କରିବ ଏବଂ ଯେଉଁ କୋଣ ଗୁଡ଼ିକୁ ପ୍ରତିସ୍ଥାପନ କରିହେବ ନାହିଁ ତାକୁ ଅନୁମାନ କରି ବା ଯୋଗ ବିয়োଗ କରି ତୁମେ ବଡ଼ ସାନ ଚିହ୍ନେଇ ପାରିବ। ଠିକ୍ ଅଛି ପିଲାମାନେ, ତାହେଲେ ଏହି ଗୃହ କାର୍ଯ୍ୟଟି ସମସ୍ତେ ଲେଖିନିଅ ଏବଂ ଘରେ ଯାଇ କରିବ। ଠିକ୍ ଅଛି? ତାହେଲେ ପିଲାମାନେ ଆଜିର ପାଠଟି କେମିତି ଲାଗିଲା? ସମସ୍ତେ ବୁଝିପାରିଲ? ବହୁତ ସୁନ୍ଦର ପାଠଟି। ପ୍ରତିସ୍ଥାପନ କରି କୋଣ ଗୁଡ଼ିକୁ ଆମେ ତୁଳନା କଲେ, ପ୍ରତିସ୍ଥାପନ ନ କରି ମଧ୍ୟ କୋଣ ଗୁଡ଼ିକୁ ଆମେ ତୁଳନା କରିପାରିଲେ। ତେଣୁ କୋଣ ଗୁଡ଼ିକୁ ତୁଳନା କରିବାରେ ଆମର ଆଉ କିଛି ସନ୍ଦେହ ରହିବ ନାହିଁ। ନା ରହିବ ସନ୍ଦେହ? ସମସ୍ତେ ବୁଝିପାରିଲ? ତୁମକୁ ଯେଉଁ ଗୃହ କାର୍ଯ୍ୟଟି ଦେଇଛି ତାକୁ ଯାଇ ଘରେ କରିବ। ଯେତେବେଳେ ତୁମେ ସମୟ ପାଉଛ ସେଇ ଟାଇମ୍ରେ ତୁମେ ଗୃହ କାର୍ଯ୍ୟଟି କରିବ। ଭଲ ଭାବରେ ବୁଝିବା ପାଇଁ ଚେଷ୍ଟା କରିବ। ଯଦି ସେଥିରେ କିଛି ସନ୍ଦେହ ହେଲା ତୁମେ ପଚାରିବ। ତୁମ ଆଖପାଖରେ ଯେଉଁମାନେ ଅଛନ୍ତି ତାଙ୍କୁ ପଚାରିବ, ନହେଲେ ତୁମ ବିଦ୍ୟାଳୟରେ ଯେଉଁ ସାର୍ ବା ଦିଦିମାନେ ଅଛନ୍ତି ତାଙ୍କୁ ଯାଇ ପଚାରିବ। ଠିକ୍ ଅଛି? ପଚାରିଲେ ଯାଇ ପାଠଟି ବୁଝିବ। ଆଉ ତୁମେ ଯଦି ଲାଜ କରିବ ତାହେଲେ ପାଠ ବୁଝିପାରିବ ନାହିଁ, ପାଠ ଅବୁଝା ରହିଯିବ। ପାଠ ଅବୁଝା ରହିଗଲେ ଗଣିତ ପାଠ କଷ୍ଟ ଲାଗିବ। ତେବେ ମୁଁ ଆଶା କରୁଛି ତୁମମାନେ ସମସ୍ତେ ଆଜିର ପାଠଟିକୁ ଭଲ ଭାବରେ ବୁଝିପାରିଥିବ ଏବଂ ଆଜିର ଧାରଣା ଗୁଡ଼ିକୁ ତୁମେ ଦୈନନ୍ଦିନ ଜୀବନରେ ମଧ୍ୟ ବ୍ୟବହାର କରିବ। ଠିକ୍ ଅଛି ପିଲାମାନେ, ଆଜି ପାଇଁ ଏତିକି। ପୁଣି ଆଗାମୀ ଅଧ୍ୟାୟରେ ଆଉ ଗୋଟେ ନୂଆ ପାଠ ନେଇ ଆସିବି। ରହୁଛି ତାହେଲେ, ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।